ତ ରହିଲା ପର୍ବ ବିଷୟରେ ନମ୍ବର ୱାନ୍ ନିସ୍ତାର ପର୍ବ ମାସର ବର୍ଷର ପ୍ରଥମ ମାସ। ଆମକୁ ବର୍ଷର ପ୍ରଥମ ମାସ ଜାନୁଆରୀ, କିନ୍ତୁ ଜିହୁଦୀ ମାନଙ୍କର ବର୍ଷର ପ୍ରଥମ ମାସ ମାର୍ଚ୍ଚ ଏପ୍ରିଲ ମଝିରେ ଷ୍ଟାର୍ଟ ହୁଏ। ଗୋଟେ ହିସାବରେ ମାର୍ଚ୍ଚ ମାସକୁ ନେଲେ ଚଳିବ, ମାର୍ଚ୍ଚ 1 ରୁ ନେଲେ ବି ଚଳିବ। ଗୋଟେ ହିସାବରେ ମଝିରୁ ଷ୍ଟାର୍ଟ ହୁଏ ଆକ୍ଚୁଆଲି। ଓକେ, ମାର୍ଚ୍ଚରୁ ସେମାନଙ୍କର ବର୍ଷର ପ୍ରଥମ ମାସ ଷ୍ଟାର୍ଟ ହୁଏ। ତ ପ୍ରଥମ ମାସରେ ପ୍ରଥମ ପର୍ବ ହେଲା ନିସ୍ତାର ପର୍ବ। ଆମକୁ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିସ୍ତାର ପର୍ବରେ ହିଁ କୃଷାର୍ପିତ ହେଇଥିଲେ, ନିସ୍ତାର ମେଷ ଶାବକ। ତେଣୁକରି ଆମମାନଙ୍କର ଗୁଡ୍ ଫ୍ରାଇଡେ ଆହୁରି ପୁନରୁଦ୍ଧାନ ପର୍ବ କେତେବେଳେ ଆସେ? ମାର୍ଚ୍ଚ ଏପ୍ରିଲ ମଝିରେ ହିଁ ଆସେ। ଡେଟ୍ କାହିଁକି ଚେଞ୍ଜ ହୋଇଥାଏ? ମାନେ ଆମେ ଆମେ ଇଣ୍ଡିଆରେ ପ୍ରାୟ ଆମେ ସମସ୍ତେ ସୂର୍ଯ୍ୟକୁ ଗଣିକି ଆମେ ମାନେ ବର୍ଷକୁ ଦେଖୁ, ବର୍ଷକୁ ଗଣୁ। ସୂର୍ଯ୍ୟ ଉପରେ ଆଧାରିତ ବର୍ଷ ଆମ ମାନଙ୍କର। କିନ୍ତୁ ଜିହୁଦୀ ମାନଙ୍କର ଆଉ ମୁସଲିମ ମାନଙ୍କର ବର୍ଷ ଚନ୍ଦ୍ରକୁ ଦେଖିକି ଆଧାରିତ, ଚନ୍ଦ୍ର ଉପରେ ଆଧାରିତ, ଲୁନର ଇୟର ବୋଲି କହନ୍ତି। ଆମେ ଦେଖୁ କି ପୃଥିବୀ ତାର ଚାରିଆଡେ ବୁଲେ ଆଉ ସୂର୍ଯ୍ୟର ଭ୍ରମଣ କରେ। ତ ସୂର୍ଯ୍ୟକୁ ଭ୍ରମଣ କଲା ବେଳକୁ କେତେ ଦିନ ଲାଗୁଛି? 365 ଦିନ ଲାଗୁଛି। ତେଣୁକରି ଆମର ବର୍ଷ ହେଲା ସୂର୍ଯ୍ୟ ଉପରେ ଆଧାରିତ। କିନ୍ତୁ ଜିହୁଦୀ ମାନଙ୍କର ବର୍ଷ ଚନ୍ଦ୍ରମଣ୍ଡଳ ପୃଥିବୀର ଚାରିଆଡେ ଯଦି ଭ୍ରମଣ କରୁଛି ସେ ହିସାବରେ ସେମାନେ ଗଣନ୍ତି। ତେଣୁକରି ବର୍ଷ ବର୍ଷକୁ ସେମାନଙ୍କର ପର୍ବର ଡେଟ୍, ଏସ୍ପେଶାଲି ନିସ୍ତାର ପର୍ବ ଚେଞ୍ଜ ହୁଏ। ପ୍ରେଜ୍ ଦ ଲର୍ଡ, ଗୁଡ୍ ଫ୍ରାଇଡେ ଚେଞ୍ଜ ହୁଏ। ତ ଦେଖନ୍ତୁ, ନିସ୍ତାର ପର୍ବ ସେମାନେ ପାଳିଲେ, ନୂତନ ନିୟମରେ ଯୀଶୁ କୃଷାର୍ପିତ ହେଲେ। ନମ୍ବର 2 ତାଡ଼ି ଶୂନ୍ୟ ରୋଟିର ପର୍ବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଭୁ ଭୋଜ ଦେଇଥିଲେ ତାଙ୍କର ଶେଷ ରାତ୍ରରେ। ତାଡ଼ି ଶୂନ୍ୟ ରୋଟିର ପର୍ବ। ରୋଟି ଭାଙ୍ଗିଲେ ଆଉ ସେମାନଙ୍କୁ ଖାଇବାକୁ ଦେଲେ, କହିଲେ ଏହା ମୋର ଶରୀର ଆଉ ଏ ପାତ୍ର ମୋର ରକ୍ତ। ପ୍ରଭୁ ଭୋଜ, ରାଇଟ। ନମ୍ବର 3 ଶସ୍ୟ କଟା ହୋଇ ବିଡ଼ା ବାନ୍ଧିକି ପ୍ରଥମ ବିଡ଼ା ଉତ୍ସର୍ଗ କରିବାର ପର୍ବ, ନାଇଁ କି? ତାହା ବିଶ୍ରାମ ବାରର ଆର ଦିନରେ ହେବ। ବା ସମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ପ୍ରାପ୍ତ ହେଇଥିବା ଦିନ ସେହି ଶସ୍ୟ ମାନଙ୍କ ମଧ୍ୟରେ ସେ ପ୍ରଥମ ଫଳ ସ୍ୱରୂପେ ଖ୍ରୀଷ୍ଟ ଉତ୍ଥାପିତ ହେଲେ। ପ୍ରଥମ କରିନ୍ଥୀ 15:20, ପ୍ରଥମ କରିନ୍ଥୀ 15:20। କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ଫର୍ଷ୍ଟ ଫ୍ରୁଟ୍ସ ହେଲା। ମୋ ପଟେ ଦେଖିଲେ, ପ୍ରେଜ୍ ଦ ଲର୍ଡ। କେତେଟା ସଫଳ ହେଲା? ଜିହୁଦୀ ମାନଙ୍କର ନିସ୍ତାର ପର୍ବ, ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପଣ। ନିସ୍ତାର ପର୍ବ କଣ? ମେଷ ଶାବକ ବଳି ଦିଅନ୍ତି ସେମାନେ ପାପାର୍ଥକ ବଳି ରୂପେ। ନିସ୍ତାର ମେଷ ଶାବକ ଲୋକମାନଙ୍କର ପାପ ନିମନ୍ତେ ବଳି ଦିଆଯାଏ। ତ ସେମାନେ ଜିହୁଦୀ ମାନେ ଏବେ ବି ସେ ଗୋଟେ 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 ମେଷକୁ ଧରନ୍ତି, କିନ୍ତୁ ଯୀଶୁ ତ ତାହା ସଫଳ କରିଲେଣି। ଆମେ ଜିହୁଦୀ ମାନଙ୍କ ଠାରୁ ଆଡଭାନ୍ସ ହେଇଗଲୁ କି ଆମେ ଯୀଶୁଙ୍କୁ ଧରିଲୁ, ସେମାନେ ବେଜାୟ ଗୋଟେ ମେଷକୁ ଧରିଛନ୍ତି। ଆଡଭାନ୍ସ ହେଇଗଲୁ। ମଣ୍ଡଳୀର ସୌଭାଗ୍ୟ କହିଥିଲା, ଆପଣ ଶୁଣନ୍ତୁ, ଏବ୍ରି ପତ୍ରିକାର ଅଧ୍ୟୟନ ବେଳକୁ କହିଥିଲା ଆପଣ ମାନଙ୍କୁ, ରାଇଟ। ତାପରେ ଆମଙ୍କର ସେହି ଫିଲିପି ପତ୍ରିକାରେ ଜାଗ୍ରତ ସାବଧାନ ର ଶିକ୍ଷା ବେଳକୁ ମଧ୍ୟ ଆପଣଙ୍କୁ କହୁଥିଲି କି ନାଇଁ, କୋଉଟା ସୁନ୍ନତବାଦୀ ଲୋକମାନଙ୍କ ଠାରୁ ସାବଧାନ। ଆମେ ଜିହୁଦୀ ନୁହଁ, ଏବେ ମଧ୍ୟ ଜିହୁଦୀ ମାନେ ଯାହା ପାଳନ୍ତି ଆମେ ପାଳନ କରିବାକୁ ଆବଶ୍ୟକ ନାହିଁ। ଆକ୍ଚୁଆଲି ଆମକୁ ଆବଶ୍ୟକ କଣ? ଆମେ ତ ତାର କନେକ୍ଟେଡ ନୁହଁ ଆକ୍ଚୁଆଲି ଆଗରୁ ବି, ରାଇଟ। ତ ନିସ୍ତାର ପର୍ବ ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପଣ, ତାଡ଼ି ଶୂନ୍ୟ ରୋଟିର ପର୍ବ ଆମ ମାନଙ୍କର ପ୍ରଭୁ ଭୋଜ,
ଆଁ? ଶସ୍ୟ କଟା ହେବାର ପର୍ବ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁଦ୍ଧାନକୁ ବୁଝାଏ। ଆଣ୍ଡ ନମ୍ବର 4, ଶସ୍ୟ କଟା ପର୍ବରୁ ଷ୍ଟାର୍ଟ କରିକି 7ଟା ସପ୍ତାହ ଗଣନ୍ତୁ। 49 ଡେଜ ହେଲା ପରେ ପରର ଦିନ 50ତମ ଦିନ ହେଲା ପେଣ୍ଟିକଷ୍ଟ। ସେଇଦିନ ପବିତ୍ର ଆତ୍ମା ସମସ୍ତଙ୍କ ଉପରେ ଅବତରଣ କରିବେ, ସମସ୍ତଙ୍କୁ ଭରି ଦେବେ। ତାଡି ଯୁକ୍ତ ହେବ ରୁଟି ସେଦିନ। ଗୋଟେ ହିସାବରେ ପବିତ୍ର ଆତ୍ମାଙ୍କୁ ତାଡି ସହିତ ତୁଳନା କରାହେଲା, ଖମିର ସହିତ ତୁଳନା କରାହେଲା। ରୁଟି ତାଡି ଯୁକ୍ତ ହେବ। ସେ ସେ ଖଟା କଣ କରିବ ଜାଣିଛନ୍ତି? କହିଥିଲେ ଆପଣ ମାନେ ଖଟା ଖଟା ଦହିର ଗୋଟେ ଚାମଚ କ୍ଷୀରରେ ପକାଇଲେ ସେ ସବୁ ଦହିକୁ, ସେ ସବୁ କ୍ଷୀରକୁ ଦହି କରିଦିଏ। ଆଉ ସେଇ ଦହି ଯେମିତି ଖଟା ଆମେ ପକାଇଛୁ, ସେଇ ଦହି ବି ପୁରା, ସେ କ୍ଷୀର ବି ପୁରା, ଦହି ପୁରା ଖଟା ହେବ। ମାନେ ଆପଣାର ସ୍ୱଭାବରେ ପରିବର୍ତ୍ତନ କରିପାରିବ। ଟିକେ ଖମିର ଯୁକ୍ତ ଯଦି ହେଇଗଲା ରୁଟିର ପିଣ୍ଡୁଳା, ଯଦି ସେ ସବୁ ଖଟା ହେଇଯାଏ। ଆକ୍ଚୁଆଲି ବହୁତ ଅଧିକାଂଶ ତାହା ଗୋଟେ ଦୁଷ୍ଟ ସ୍ୱଭାବକୁ ବୁଝାଇ ଦିଆ ହେଇଛି ବାଇବଲରେ, ଖମିର ଯୁକ୍ତ ହେବାଟା। କିନ୍ତୁ ଏଇ ଗୋଟିଏ ଜାଗାରେ ଖମିର ଖମିର ଯୁକ୍ତ ହେବାଟା ଆଶୀର୍ବାଦ ଜନକ ହେଲା, ପବିତ୍ର ଆତ୍ମାଙ୍କୁ ବୁଝାଇକି। ତ ପବିତ୍ର ଆତ୍ମା ଆମ ଠାରେ ଆସିକି କଣ କଲେ? ପେଣ୍ଟିକଷ୍ଟ ଦିବସରେ ପବିତ୍ର ଆତ୍ମାଙ୍କର ଅବତରଣ ହେଲା। ସେ ଆମ ଠାରେ ଆସି ଆମକୁ ତାଙ୍କରି ସ୍ୱଭାବରେ ପରିବର୍ତ୍ତନ କରୁଛନ୍ତି। ଚେଞ୍ଜିଂ ଇଣ୍ଟୁ ଦ ଲାଇକନେସ୍ ଅଫ୍ ଜିସସ୍ କ୍ରାଇଷ୍ଟ, ଯୀଶୁଙ୍କ ପରି, ତାକି ତେରେ ଜैसा ଦିଖୁं। ତ ଜିହୁଦୀ ମାନଙ୍କର ଇତିହାସରେ ଥିବା 7ଟି ପର୍ବରେ এই 4ଟି ପର୍ବ ନୂତନ ନିୟମରେ ସଫଳ ହେଇସାରିଛି। ଆଉ ସେହି ପେଣ୍ଟିକୋଷ୍ଟ ଦିବସରେ ମଣ୍ଡଳୀ ସ୍ଥାପିତ ହେଲା। ଏବେ ମଣ୍ଡଳୀ ମଧ୍ୟ ତାହାରି ଯୁକ୍ତ ରୁଟି ପରି କଣ କରୁଛି? ସାରା ଜଗତରେ ବ୍ୟାପି ଯାଇ ଆତ୍ମା ଲାଭ କରି ଆପଣା ପରି, ଆମ ଜୀବନରେ ଯେମିତି ପରିବର୍ତ୍ତନ ଆସିଲା, ଅନ୍ୟମାନଙ୍କ ଠାରେ ବି ସେଇ ପରିବର୍ତ୍ତନ ଆସିଲା ପରି ସେବା କାର୍ଯ୍ୟ କରୁଛି ମଣ୍ଡଳୀ। ଆମେ ଯେମିତି ଯୀଶୁଙ୍କର ସ୍ୱଭାବ ପାଉଛୁ, ଅନ୍ୟମାନଙ୍କୁ ବି ଆସୁ। ଆମେ ଯେମିତି ପରିତ୍ରାଣ ପାଇଲୁ, ଅନ୍ୟମାନେ ବି ପାଆନ୍ତୁ। ଆମେ ଯେମିତି ମଣ୍ଡଳୀରେ ସଜ୍ଜିତ, ଅନ୍ୟମାନେ, ଆମେ ଟାଣୁଛୁ, ଆମ ଆଡକୁ ଟାଣୁଛୁ ଲୋକମାନଙ୍କୁ। ପେଣ୍ଟିକୋଷ୍ଟ ପର୍ବ ପର୍ଯ୍ୟନ୍ତ, ପବିତ୍ର ଆତ୍ମାଙ୍କର ଅବତରଣ ପର୍ଯ୍ୟନ୍ତ, ମଣ୍ଡଳୀର ବର୍ଥଡେ ପର୍ଯ୍ୟନ୍ତ ସଫଳ ହେଲା। 4ଟି ପର୍ବ ସଫଳ ହେଲା। ଏବେ ରହିଲା 5 ନମ୍ବର ପର୍ବ, ତୁରୀ ଧ୍ୱନିର ପର୍ବ। ପ୍ରେଜ ଦ ଲର୍ଡ। କେବେ ହେବ ଏଟା? ସପ୍ତମ ମାସରେ ହେବ। ଏବେ ମୋ ପଟେ ଦେଖନ୍ତୁ, ସପ୍ତମ ମାସ। ମୁଁ କହୁଥିଲି ଆମ ମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ଜାନୁଆରୀରେ ଷ୍ଟାର୍ଟ ହୁଏ। ସେ ଅନୁସାରେ ସପ୍ତମ ମାସ କୋଟା? ଜୁଲାଇ ମାସ ଆମର ପାଇଁ। କିନ୍ତୁ ଜିହୁଦୀ ମାନଙ୍କ ପାଇଁ ଯଦି ବର୍ଷ ମାର୍ଚ୍ଚ ରୁ ଆରମ୍ଭ ହେଉଛି, ତ ସପ୍ତମ କୋଟା ହେବ ସେପ୍ଟେମ୍ବର ମାସ ହେବ। ରୋମିଓ ମାନେ ଏଇ ବର୍ଷର ଏଇ ମାସ ମାନଙ୍କର ନାମ ଦେବା ଆଗରୁ, ଆମର ଇଣ୍ଡିଆରେ ବି ମାସ ମାନଙ୍କର ଅଲଗା ଅଲଗା ନାମ ଥାଏ କି ନାହିଁ? ଜାନୁଆରୀ ଫେବୃଆରୀ ନଥାଏ କି କଣ କଣ ଅଲଗା ଥାଏ, ମତେ ବି ଆଇଡିଆ ନାହିଁ। ଜିହୁଦୀ ମାନଙ୍କର ହିସାବରେ ଯେତେବେଳେ ମାସକୁ ଗଣାଯାଏ, ସେମାନଙ୍କର ନାମ ଯାକ ଅଲଗା। ଓକେ। ତ ରୋମିଓ ମାନେ ଯେତେବେଳେ ମାସର ନାମ ଦେଉଥିଲେ, ଆକ୍ଚୁଆଲି ଅଗଷ୍ଟ ମାସ ପର୍ଯ୍ୟନ୍ତ ନାମ ଚେଞ୍ଜ କରାହେଇଛି। ରୋମିଓ ମାନେ ନାମ ଚେଞ୍ଜ କଲେ। ଜାନୁଆରୀ ମାନେ କଣ? ଜାନସ୍ ଦେବତା ରୋମିଓ ମାନଙ୍କର ଦୁଇ ଚେହେରା, ଗୋଟେ ପୁରୁଣା ଚେହେରା, ଗୋଟେ ନୂଆ ଚେହେରା। ତେଣୁକରି ନୂଆ ବର୍ଷ ଆସିଛି ତ ପୁରୁଣା ଜିନିଷ, ପୁରୁଣା ବିଷୟ ସବୁ ବିତିଗଲାଣି କହିଲା ପରେ। ଫେବୃଆରୀର କଣ ମିନିଂ ଅଛି? ମାର୍ଚ୍ଚର ଗୋଟେ ମିନିଂ ଅଛି। ଏପ୍ରିଲ, ମେ, ଜୁନ, ଜୁଲାଇ ମାସ ରୋମର ରାଜା, ରୋମର କୈସର ଜୁଲିୟସ ସିଜର ନାମରେ ଜୁଲାଇ ମାସର ନାମ ଦିଆଯାଇଛି। ତା ଆଗକୁ କୋଉ ଗୋଟେ ନାମ ଥିଲା। ଅଗଷ୍ଟ ମାସ ରୋମର କୈସର ଅଗଷ୍ଟସ ନାମରେ ଦିଆ ହେଇଛି।
ଅଗଷ୍ଟସ କିଏ? ଯେତେବେଳେ କୈସର ଅଗଷ୍ଟସ ରାଜ୍ୟ କରୁଥିଲା, ସେଇ ସମୟରେ ଜନଗଣନା ଲେଖା ହେବା ପାଇଁ ସେ ଆଦେଶ ଦେଇଥିଲା। ତାହାର ଟାଇମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଇଥିଲେ। ଅଗଷ୍ଟ, ମନେ ରଖନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ଇତିହାସ କଣ ଗୋଟେ କାହାଣୀ ନୁହେଁ, ବୁଝିଲେ କି, କଳ୍ପନା ନୁହେଁ ବୋଲି କହିବା ପାଇଁ ଗୁଡାଏ ପ୍ରମାଣର ଏଇଟା ଗୋଟେ। ଅଗଷ୍ଟ ମାସକୁ ଦେଖିଲେ ଜଣା ପଡିବ କି କୈସର ଅଗଷ୍ଟସ ଥିଲା, ବଞ୍ଚିଥିଲା ଗୋଟେ ସମୟରେ। ତାହାର ସମୟରେ ଜନଗଣନା ଲେଖା ହେବା ପାଇଁ ସେ ଆଦେଶ ଦେଇଥିଲା। ଲୁକ 2:1 ଲେଖା ଅଛି। ତ ଅଗଷ୍ଟ ମାସ ପର୍ଯ୍ୟନ୍ତ ନାମଟା ଚେଞ୍ଜ କରିଛନ୍ତି, ରୋମିଓ ମାନେ କରିଥିଲେ। ତ ସେପ୍ଟେମ୍ବର ମାସ, ଏଇଟା ନାମ ଚେଞ୍ଜ ହେଇନି। ସେପ୍ଟେମ୍ବର ମାନେ କଣ ହେଲା ଆମର ଓଡିଆରେ? ତ ଏବେ ବିଭାଗ ସପ୍ତମ। ଅକ୍ଟୋବର ମାନେ କଣ? ଅଷ୍ଟମ। ନଭେମ୍ବର ମାନେ କଣ? ନବମ। ଡିସେମ୍ବର ମାନେ କଣ? ଦଶମ। ଏଇଟା ଏବେ ବି ଚାଲିଛି। ଆମର ପାଇଁ ସେପ୍ଟେମ୍ବର ମାସ 9 ମାସ, ନବମ ମାସ ଅଟେ। କିନ୍ତୁ ଜିହୁଦୀ ମାନଙ୍କ ପାଇଁ ସେପ୍ଟେମ୍ବର ମାସ ହେଲା ସପ୍ତମ ମାସ। ଏହି ସପ୍ତମ ମାସର ପ୍ରଥମ ଦିନ ବୋଲି ଲେଖା ହେଇଛି ଏଠି। ତ ଜିହୁଦୀ ମାନଙ୍କର ମାସ ମଝିରେ ଷ୍ଟାର୍ଟ ହୁଏ ବୋଲି କହିଲେ କି ନାଇଁ? ତ ସେପ୍ଟେମ୍ବର 23 ତାରିଖରେ ଜିହୁଦୀ ମାନଙ୍କର ତୁରି ଧ୍ୱନିର ପର୍ବ ଅଟେ। ତେବେ ଆମେ କଣ ଶୁଣିଲୁ? ନିସ୍ତାର ପର୍ବ ସଫଳ ହେଲା ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପଣ। ତାଡ଼ି ଶୂନ୍ୟ ରୋଟି ସଫଳ ହେଲା ପ୍ରଭୁ ଭୋଜ। ପ୍ରଥମ ଫଳ ଅର୍ପଣର ପର୍ବ ସଫଳ ହେଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥିତ ହେଲେ। ପୁନରୁଦ୍ଧାନ, ଗୌରବର ପୁନରୁଦ୍ଧାନ ପ୍ରାପ୍ତ ହେବାରେ ସେ ନମ୍ବର 1 ଥିଲେ, ପ୍ରଥମ ଫଳ। ସ୍ୱଚ୍ଛ ଛେଦନ କହିଲା ପରେ, ରାଇଟ। ପେଣ୍ଟିକସ୍ ଦିବସ 50ତମ ଦିବସର ତାଡି ଯୁକ୍ତ ରୋଟିର ପର୍ବ। ପେଣ୍ଟିକସ୍ ପର୍ବ, ପବିତ୍ର ଆତ୍ମା ଓହ୍ଲାଇ ଆସିଲେ, ମଣ୍ଡଳୀର ଜନ୍ମ ହେଲା। ଏଇ ଚାରିଟା ସଫଳ ହେଲା, ବାକି ତିନିଟା ସଫଳ ହେବାକୁ ଅଛି। ଆଉ ସେ ପଞ୍ଚମ ନମ୍ବର ପର୍ବ ଅଟେ ତୁରି ଧ୍ୱନିର ପର୍ବ, ଯାହା ଏବେ ସଫଳ ହେବାର ବାକି ରହିଛି। ତେଣୁକରି ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ଆସିଲେ ଟିକେ ଖ୍ରୀଷ୍ଟ ସମାଜରେ ଯେଉଁମାନେ ବାକ୍ୟ ଟିକେ ଜାଣିଛନ୍ତି, ଯୁହୁଦୀ ମାନଙ୍କର ଷ୍ଟୋରି ସବୁ ବ୍ୟସ୍ତ ହୁଅନ୍ତି। ଆଉ ଥର ଇଏ କଣ, ତୁରି ଧ୍ୱନିର ପର୍ବ, ତୁରି ବାଦ୍ୟର ପର୍ବ ଆସୁଛି, କେ ଜାଣି ପ୍ରଭୁ ଏଇ ଟାଇମରେ ଆସିଯିବେ ନା କଣ? କାରଣ ସବୁ ସେମାନଙ୍କର ପର୍ବ ଟାଇମରେ ହିଁ ସଫଳ ହେଇଥିବାରୁ ଏବେ ବି ଗୋଟେ ହୃଦୟର ହଲଚଲ ହୁଏ। ସେପ୍ଟେମ୍ବର ଆସୁଛି ବୋଲି ଟିକେ ହଲଚଲ ଲାଗୁଛି ସମସ୍ତଙ୍କୁ କି ଆରେ ରେ ରେ, କି ଜାଣେ ସେ ତ କେବେ ବି ଆସିପାରନ୍ତି। କିନ୍ତୁ ଆମର ଆଇଡିଆ, ଆମକୁ ଗୋଟେ ଆଇଡିଆ ଥିବାର ଅଛି କି କୋଉ ଟାଇମରେ ଆସିପାରନ୍ତି ବୋଲି। ଆମେ ବି ଗୋଟେ ମେଣ୍ଟାଲି ସିରିୟସଲି ନାହିଁ, ଅନୁମାନରେ ଗୋଟେ ଟାଇମ ଯଦି ରଖିବା, ତ ସେପ୍ଟେମ୍ବର ମାସ ଉପରେ ଟିକେ ବହୁତ ଜଣଙ୍କର ନଜର ଥାଏ। ଯେଉଁମାନେ ଏଇ ବାକ୍ୟ ଜାଣିନାହାନ୍ତି ପର୍ବ ବିଷୟରେ, ସେମାନଙ୍କର କିଛି ନାହିଁ, ଛାଡ଼ନ୍ତୁ, ପ୍ରୋବ୍ଲେମ କିଛି ନାହିଁ। ତ ସବୁ ବର୍ଷ ସେପ୍ଟେମ୍ବର ଆସିଲା ବେଳକୁ ଅଗଷ୍ଟରୁ ଷ୍ଟାର୍ଟ ହୁଏ। ଏଇ ବର୍ଷ ସେପ୍ଟେମ୍ବର, ଆଉ ସେପ୍ଟେମ୍ବର ମାସର ଅଗଷ୍ଟ ସେପ୍ଟେମ୍ବର ମାସରେ ପ୍ରାୟ ଗତ କେତେ ବର୍ଷ ମାନଙ୍କର ସମାଜ ଜିହୁଦୀ ମାନଙ୍କର ଏଇ ପର୍ବ ବେଳକୁ ଲାଲ ଚନ୍ଦ୍ରମା ଆସୁଛି। ଚନ୍ଦ୍ର, ଲାଲ ଚନ୍ଦ୍ର, ବ୍ଲଡ ମୁନ ଦେଖାଯାଉଛି, ଠିକ ଜୁଇଶ ଫେଷ୍ଟିଭାଲ ବେଳକୁ ଆସେ। ତ ଏଇଟା ଗୋଟେ ଆକାଶ ମଣ୍ଡଳରେ ଚିହ୍ନ। ଜିହୁଦୀ ମାନଙ୍କ ଠାରେ କଣ କଣ ଚାଲିଛି ସେଇଟା ଗୋଟେ ଚିହ୍ନ। ହଉ, ସେମାନଙ୍କର ସେପ୍ଟେମ୍ବର 23, 24 ସେମାନଙ୍କର ତୁରି ଧ୍ୱନିର ପର୍ବ, ରୋଷ ହସାନା, ସେମାନେ ତୁରି ବଜାନ୍ତି, ସେ ସେ ଗୋଟେ ପଶୁର ଇଏ ଶିଙ୍ଗ ନେଇକି। ତ ସେମାନଙ୍କ ପାଇଁ ନା ଗୋଟେ ପର୍ବ ଅଟେ, ସିମ୍ପଲି ପର୍ବ। କିନ୍ତୁ ଆମେ ଜାଣୁଛୁ ମଣ୍ଡଳୀ ପାଇଁ ଏହା ସବୁ ଆତ୍ମିକ ସଫଳତା ଅଟେ। ତେଣୁକରି ଯେତେ ଥର ସେପ୍ଟେମ୍ବର ମାସ ଆସେ ପ୍ରତ୍ୟେକ ବର୍ଷ, ସମସ୍ତଙ୍କ ନଜର ଜିହୁଦୀ ମାନଙ୍କର ପର୍ବ ଉପରେ ପଡେ। ଆଉ ମନକୁ ଟିକେ ଲାଗେ କି ପ୍ରଭୁ ଏ ବର୍ଷ କି, କାରଣ ସେପ୍ଟେମ୍ବର ଆସେ 23 ହେଲା। ତ ଏବେ ସେକେଣ୍ଡ ପଏଣ୍ଟ ହେଲା, ହଁ, ତାପରେ 6 ନମ୍ବର ପର୍ବ। ଏଇ ତୁରି ଧ୍ୱନିର ପର୍ବରେ ହିଁ ମଣ୍ଡଳୀ ଉଠାଯିବା ଆବଶ୍ୟକ। ତୁରି ଧ୍ୱନିର ପର୍ବ ବୋଲି କହିଲେ ଶେଷ ତୁରି ଧ୍ୱନି, ଆମର ସେବା କାର୍ଯ୍ୟର ନାମ। ଶେଷ ତୁରି ଧ୍ୱନିରେ ମଣ୍ଡଳୀ ଉଠାଯିବ। ମଣ୍ଡଳୀ ପାଇଁ ଡାକରା, ଆହ୍ୱାନର ତୁରି ତାହା। ଆମେ ତାଙ୍କ ସମ୍ମୁଖରେ ପବିତ୍ର ସମାଜ ହେଇକି ଏକତ୍ର ହେବୁ ବୋଲି ଅର୍ଥ।
ତ ତାହା ସଫଳ ହେବାର ବାକି ରହିଛି। ସେହି ପର୍ବ ଏବେ ବାକି ରହିଛି ଆମର ପାଇଁ, ଅପେକ୍ଷାରେ ଅଛୁ। ଚାରିଟା ସଫଳ ହେଇଗଲା, ପଞ୍ଚମ ନମ୍ବର ପର୍ବ କେବେ ସଫଳ ହେବ ପ୍ରଭୁ? ଜିହୁଦୀ ମାନଙ୍କ ଏଇଟା ପର୍ବ କା ଆମର ପାଇଁ ଆତ୍ମିକ ଅନୁଭୂତି, ଗୌରବର ଅନୁଭୂତି ନୁହେଁ କି? ତ ମଣ୍ଡଳୀ ଉଠାଛି, ମଣ୍ଡଳୀ ଉଠା ଗଲା ପରେ ମୁଁ ଜଣାଇଥିଲି ଆପଣମାନଙ୍କୁ ଦୁଇ ସାକ୍ଷୀ ଆସିବେ, ଭଣ୍ଡ ଖ୍ରୀଷ୍ଟ ଉପସ୍ଥିତ ହେବ। ଆଉ ଏଇ ଜିହୁଦୀ ମାନେ ସେ ଭଣ୍ଡ ଖ୍ରୀଷ୍ଟକୁ ମସିହା ରୂପେ ଗ୍ରହଣ କରିନେବେ। ସେତେବେଳେ ଦୁଇ ସାକ୍ଷୀ ଆସିକି ଜିହୁଦୀ ମାନଙ୍କୁ ବୁଝାଇବେ କି ୟାକୁ କାହିଁକି ବିଶ୍ୱାସ କରୁଛ? ଇଏ ପରା ଶୈତାନ ଟା, ଜାଣି ପାରିଲ ନାଇଁ କି? ତମେ ପରା ଯେଉଁ ଯୀଶୁଙ୍କୁ କୃଷାର୍ପଣ କରିଦେଲ ସେଇ ପରା ଖ୍ରୀଷ୍ଟ ଥିଲେ, ଜାଣି ପାରିଲ ନାଇଁ କଣ ବୋଲି ଦୁଇ ସାକ୍ଷୀ ଆସିକି ଜିହୁଦୀ ମାନଙ୍କୁ ବୁଝାଇବେ। ଆଉ ଯେପରିକି ଭଣ୍ଡ ଖ୍ରୀଷ୍ଟ ଦ୍ଵାରା ଏଇ ଜଗତ ପାଇଁ ଆଉ ଜିହୁଦୀ ମାନଙ୍କ ପାଇଁ ଯେଉଁ ମଙ୍ଗଳ ହେବା ଆବଶ୍ୟକ, ଯାହା କରିଦେବ ବେଳକୁ ଶାନ୍ତି ଆଣିଦେବି, ଯୁଦ୍ଧ ବନ୍ଦ କରିଦେବି, ଭଲ ଖାଦ୍ୟ ଦେବି, ଭଲ ପାଣି ଦେବି, ଏଇ ସବୁ ଯାହା ପ୍ରମିସ କରିବ ସେ ପ୍ରଥମ ମୁଦ୍ରାରେ, ତାହା ଯଦି ସତରେ ସଫଳ ହେଇଯିବ ଜଗତରେ, ତ ସତରେ ସମସ୍ତେ ତାକୁ ମସିହା ପରି ମାନେ ନେବେ। ତ ଏଇ ଦୁଇ ସାକ୍ଷୀ ଆସି କଣ କରିବେ? ତାର ସେଇ ସବୁ ଯୋଜନାକୁ ବର୍ବାଦ କରିବେ। ମହାବିନାଶ, ମହାମାରୀ, ଅଗ୍ନିବୃଷ୍ଟି, ରକ୍ତ, କଣ ନଦୀ ନାଳ ସବୁ ଲାଲ, ପାଣି ନାହିଁ। ତ ଭଣ୍ଡ ଖ୍ରୀଷ୍ଟ ଜଗତ ପାଇଁ କିଛି ଭଲ କରିଦେବ ବୋଲି ଚେଷ୍ଟା କରିଦେବ, ଯେପରିକି ଲୋକମାନେ ତାକୁ ଈଶ୍ୱର ପରି ମାନି ନିଅନ୍ତୁ ବୋଲି। କିନ୍ତୁ ଏ ଦୁଇ ସାକ୍ଷୀ ଆସିକି ତାକୁ ଗଡବଡ କରିଥିବେ, ତେଣୁକରି ସାରା ଦୁନିଆ ଏଇ ଦୁଇ ସାକ୍ଷୀଙ୍କୁ ନଫରତ କରିବ, ରାଗିବ। ଆଉ ସମାନ 3.5 ବର୍ଷ ବେଳକୁ ଭଣ୍ଡ ଖ୍ରୀଷ୍ଟ ଅର୍ଡର ଦେବ, ଏଇ ଦୁଇ ଜଣ ଯୋଉଠି ଦେଖାଯିବେ ଗୁଳି ମାର। ତ ବାଇବଲ କହେ ଦୁଇ ସାକ୍ଷୀଙ୍କୁ ଗୁଳି ମାରି ଦିଆଯିବ ଜେରୁସଲେମର ପଦାରେ, ରାସ୍ତାରେ। ଆଉ ସେମାନଙ୍କର ଶବ 3 ଦିନ ରୋଡ ଉପରେ ଥିବ, ଆଉ ଦୁନିଆ ସାରା ଲାଇଭ ଟେଲିକାଷ୍ଟ ଦେଖିବ। ଆଉ ଲୋକମାନେ ତ ଖୁସି ହେଇଯିବେ, ଯାହା ହଉ ଆମର ଏଇ ଭଣ୍ଡ, ଆମର ଏଇ ଖ୍ରୀଷ୍ଟ, ଏଇ ଯୋଉ ନୂଆ ଖ୍ରୀଷ୍ଟ ଆସିଛି, ଏଇ ଯୋଉ ମସିହା ଆସିଛି, ଆମର ପାଇଁ ବହୁତ କିଛି ମଙ୍ଗଳ କରିଦେବି ବୋଲି ଭାବିଲା, ଏଇ ଦୁଇ ଜଣ ତାକୁ ଗଡବଡ କରିଦେଲେ, ଭଲ ହେଲା ତାକୁ ସେମାନଙ୍କୁ ମାରି ଦିଆଗଲା ବୋଲି ଲୋକମାନେ ଖୁସି ହେଇକି ପରସ୍ପରକୁ ଭେଣ୍ଟ ଉପହାର ସମର୍ପଣ କରିବେ, ପୁଣି ଗିଫ୍ଟ ପଠାଇବେ, ଗ୍ରିଟିଂସ ପଠାଇବେ, କଂଗ୍ରାଚୁଲେସନ ପଠାଇବେ, ମରଲେ ଭଲ ହେଲା ବୋଲି। କିନ୍ତୁ 3 ଦିନ ପରେ ସେମାନେ ସେହି ଲାଇଭ ଟେଲିକାଷ୍ଟରେ ଜେରୁସଲେମର ସଡ଼କରେ ସେମାନେ ଦୁଇ ଜଣ ଜୀବିତ ହେଇକି ଉଠିବେ। ସେତେବେଳେ ପୁରା ଦୁନିଆ ବ୍ୟସ୍ତ, ଆଉ ସେମାନେ ଉଠି ଠିଆ ହେଲା ବେଳେ ଆକାଶରୁ ଶବ୍ଦ ଶୁଭାଯିବ, ଏଇଠାକୁ ଉଠି ଆସ। ତ ସମସ୍ତଙ୍କ ଆଖି ସାମ୍ନାରେ ସେମାନେ ସ୍ୱର୍ଗକୁ ନୀତ ହେବେ। ସେହି ଦିନ ଜିହୁଦୀ ମାନେ ପରିବର୍ତ୍ତନ ହେବେ। ତାହା ଗୋଟେ ପ୍ରାୟଶ୍ଚିତ୍ତ ଦିନ। ଜିହୁଦୀ ମାନଙ୍କର ପାପର ପ୍ରାୟଶ୍ଚିତ ସେଦିନ ହେବ, ଯେଉଁ ଦିନ ସେମାନେ ପ୍ରଭୁଙ୍କ ଆଡକୁ ଫେରିବେ। ଆଉ ସେମାନେ କାନ୍ଦିବେ ଛାତି ପିଟିକି, ଆରେ କେତେ କାମ ହେଇଗଲା, କେତେ ବଡ ଭୟଙ୍କର ପାପ ହେଇଗଲା ଆମ ଦ୍ଵାରା, ଆମ ଯୀଶୁଙ୍କୁ, ଆମ ଖ୍ରୀଷ୍ଟଙ୍କୁ ଆମେ ଚିହ୍ନି ପାରିଲୁ ନାହିଁ, ଏଇ ଶୈତାନ ପଛରେ ଲାଗି ପଡିଲୁ ବୋଲି। ସେଇଦିନ ସେମାନଙ୍କର 2000 ବର୍ଷର ପାପ ଅପରାଧ କ୍ଷମା ହେବ, ପ୍ରାୟଶ୍ଚିତ୍ତ ହେବ ବୋଲି ଅର୍ଥ। ହେଲା, ପ୍ରାୟଶ୍ଚିତ୍ତ ଦିନର ପର୍ବ ସଫଳ ହେବ। ତାପରେ 3.5 ବର୍ଷ, ବାକି 3.5 ବର୍ଷ ଏଇ ଜିହୁଦୀ ମାନଙ୍କ ମଧ୍ୟରୁ 1,44,000 ଜିହୁଦୀ ମାନଙ୍କୁ ପରମେଶ୍ୱର ମୁଦ୍ରାଙ୍କିତ କରି ବଞ୍ଚାଇକି ରଖିବେ। ବାକି ଲୋକମାନଙ୍କୁ ଭଣ୍ଡଖ୍ରୀଷ୍ଟ ମାରିଦେବ। ଏମାନଙ୍କୁ ଲୁଚାଇ 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 7 ବର୍ଷ ଶେଷ ହେବା ପର୍ଯ୍ୟନ୍ତ, ବଳକା 3.5 ଶେଷ ହେବା ପର୍ଯ୍ୟନ୍ତ ପ୍ରଭୁ ଏମାନଙ୍କୁ ରକ୍ଷା କରିବେ। ଏହି 1,44,000 ଲୋକମାନେ, ଏମାନେ ହିଁ ସାରା ପୃଥିବୀରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରାଜ୍ୟର ସୁସମାଚାର ପ୍ରଚାର କରିବେ। ମାଥ୍ୟୁ 24:14 କି ଏମାନେ ରାଜ୍ୟର ସୁସମାଚାର ସାରା ଜଗତରେ ପ୍ରଚାର କଲା ପରେ ଯୁଗାନ୍ତ ହେବ। ମଣ୍ଡଳୀ ନାହିଁ, ମଣ୍ଡଳୀ ତ ଆଗେ ପଳେଇବ। ମଣ୍ଡଳୀ ପଳେଇଲା ପରେ ବହୁତ କିଛି ଘଟଣା ଘଟିବାର ରହିଛି ଜଗତରେ। ଜିହୁଦୀ ମାନଙ୍କର ପରିବର୍ତ୍ତନ ଅଛି, 666 ମୁଦ୍ରା ବି ନେବାର ଅଛି, ବାକି ଲୋକମାନେ ଦୁଇ ସାକ୍ଷୀଙ୍କର ସେବା କାର୍ଯ୍ୟ ଅଛି, ବହୁତ ଗୁଡାଏ କାମ ଅଛି। ଆମର ତା ସହିତ ସମ୍ପର୍କ ନାହିଁ, ତେଣୁକରି ଦୁଇ ସାକ୍ଷୀ କିଏ? ଏଲିଓ ମୋସା ନା ଏଲିଓ ହନୋକ ନା ଏଲିଓ କିଏ, ସେଟା ଆମର ସମ୍ପର୍କ ନାହିଁ ତା ସହିତ।
ଦୁଇ ସାକ୍ଷୀ ଆସିବେ। କାହାରି ପାଇଁ? ଜଗତ ପାଇଁ ନି, ଜିହୁଦୀ ମାନଙ୍କୁ ବୁଝାଇବା ପାଇଁ ଆସିବେ। କାରଣ ଜିହୁଦୀ ମାନେ ନା ମଣ୍ଡଳୀର ସାକ୍ଷ୍ୟ ମାନିଲେ, ଶୁଣିଲେ, ନା ପ୍ରେରିତ ମାନଙ୍କର ସାକ୍ଷ୍ୟ ଶୁଣିଲେ। ତେଣୁକରି ପୁରାତନ ନିୟମରୁ ଦୁଇ ଜଣ ଆସିବେ ସ୍ୱର୍ଗରୁ, ସେମାନେ ଶୁଣାଇବେ। ତୁମ ବୁଦ୍ଧି ନାହିଁ କି ତୁମମାନଙ୍କୁ ଏତେ ଏତେ ବ୍ୟବସ୍ଥା ପଢିକି ଚିହ୍ନି ପାରିଲ ନାହିଁ କି, ତ ଗାଳି କରିବେ ସେମାନଙ୍କୁ। ତ ଦୁଇ ସାକ୍ଷୀ ଆସିବେ ଜିହୁଦୀ ମାନଙ୍କ ପାଇଁ ବୋଲି। ଆଉ ସବୁ ଜିହୁଦୀ ମାନେ ପରିବର୍ତ୍ତନ ହେବେନି। 1,44,000 ଯେତେ ଜଣ ଜିହୁଦୀ ଅଛନ୍ତି, ସବୁ ନାହିଁ ଆଜ୍ଞା, ସବୁ ନାହିଁ, ମନୋନୀତ ଥିବେ ସେଠି। ଏଇ ବାକି 3.5 ବର୍ଷ ଏମାନେ ଚାରିଆଡେ ଶୁଣାଇବେ କି ଏଇ ଭଣ୍ଡ ଖ୍ରୀଷ୍ଟର ରାଜ୍ୟ ପ୍ରତି ଭରସା କର ନାହିଁ ତମମାନେ, ଶୈତାନଟା ଇଏ, ଅନ୍ଧକାର ଶକ୍ତି ଇଏ। ଆମର ଯୀଶୁ ଆସିବାକୁ ଯାଉଛନ୍ତି, 1,000 ବର୍ଷ ରାଜ୍ୟ କରିବେ ବୋଲି ଶୁଣାଇବେ। ଏମାନଙ୍କୁ ମାରିବା ପାଇଁ ଅର୍ଡର ଦିଆଯିବ, କିନ୍ତୁ ପ୍ରଭୁ ଏମାନଙ୍କୁ ବଞ୍ଚାଇବେ। ତ 3.5 ବର୍ଷ ସେମାନେ ଲୁଚି 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 ବୁଲି ବୁଲି ଲାଷ୍ଟକୁ ଜିତ ପର୍ବତ ପାଖରେ ଯାଇକି ଲୁଚି ପଡିଥିବେ। ଏମାନେ ଜିତ ପର୍ବତ ପାଖରେ ଲୁଚି ପଡିଛନ୍ତି ବୋଲି ଭଣ୍ଡ ଖ୍ରୀଷ୍ଟ ଶୁଣିକି ଆଦେଶ ଦେବ ଏମାନଙ୍କୁ ମାରି ଦିଆଯାଉ ବୋଲି। ଆଉ ସମସ୍ତ ସୈନିକ ମାନେ, ଭଣ୍ଡ ଖ୍ରୀଷ୍ଟ, ଭଣ୍ଡ ମାଓବାଦୀ, ପ୍ରକାଣ୍ଡ ସର୍ପ, ଶୈତାନ ସମସ୍ତେ ସେ ପାଖକୁ ଆସିଲା ବେଳକୁ ଆକାଶ ଉନ୍ମୁକ୍ତ ହେବ, ଖୋଲା ହେବ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶ୍ଵେତ ଅଶ୍ୱାରୋହୀ ହୋଇ ଓହ୍ଲାଇ ଆସିବେ। ଆଉ ତାଙ୍କର ଆଗମନର ସେ ଲାଇଟିଂ ରେ ଭଣ୍ଡ ଖ୍ରୀଷ୍ଟ, ଭଣ୍ଡ ଭାଓବାଦୀ ମାନେ ସ୍ମାsh। ତାଙ୍କର ଆଗମନ ଦେଖିକି, ଏଟା ଆଗମନକୁ ଅଟକାଇବେ ବୋଲି ଜଗିଥିଲା, ହେଇପାରିଲା ନାହିଁ। ତାଙ୍କର ଆଗମନର ତେଜରେ ଏ 66 ମୁଦ୍ରା ନେବା ଲୋକମାନେ, ଏ ଶୈତାନ ସପକ୍ଷ ଲୋକମାନେ ସମସ୍ତେ ମରିଯିବେ। ବେଶୀ ସମୟ ଫାଇଟିଂ ବି କରିବାକୁ ପଡିବନି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜିତ ପର୍ବତ ଉପରେ ପାଦ ରଖିବେ, ତା ଦୁଇ ଭାଗ ହେବ। ଏଇ ଜିହୁଦୀ ମାନେ ସେଇ ଭିତରେ ଯାଇକି ଲୁଚିବେ। ପ୍ରଭୁ ଏମାନଙ୍କୁ ସମସ୍ତଙ୍କୁ ସଂହାର କରିବେ। ଆଉ ଲୁସିଫର ହାତ ଦିଟା ଉଠାଇ ଦେଇକି ଆଣ୍ଠୁ ମାଡ଼ିକି କହିବ, ତୁମେ ପ୍ରଭୁ ଅଟ। ମାନିବ ସେଦିନ। प्रभु को भी आप क्या बोलता, हम क्या बोलता, आप ही परमेश्वर को, आप ही प्रभु हो। तो शैतान को बांधिकी पाताल कुंडरे ଫିଙ୍ଗି ଦେବେ। ସେତେବେଳେ ଗୌରବ ସିଂହାସନର ବିଚାର ହେବ। ତାହା ପରେ 1,000 ବର୍ଷ ଏଇ ଶାସନ କରିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଜଗତରେ। ତ ଏ 1,000 ବର୍ଷର ଶାସନ ଯାହା ଅଟେ, ତାହା ଅଟେ ପତ୍ର କୁଟୀର ପର୍ବ। ଆପଣ ଆପଣ ଘର ଦ୍ୱାର ଛାଡି ଏମାନେ ବାହାରକୁ ଯାଇ 7 ଦିନ ପତ୍ର କୁଟୀର ବନାଇକି ରହିବେ, ଟେମ୍ପୋରାରୀ ଟେମ୍ପୋରାରୀ। ତ ଆମର ପ୍ରକୃତ ବାସସ୍ଥାନ ନୂତନ ଜେରୁସାଲେମ ସ୍ୱର୍ଗରେ। କିନ୍ତୁ ପ୍ରଭୁ ଏଇ ଜଗତରେ 1,000 ବର୍ଷ ମଜାରେ କାଟିକି ଆସିବା ବୋଲି ଓହ୍ଲାଇ ଆସିବେ। କାରଣ ପ୍ରଭୁ ଚାହୁଁଥିଲେ ଏ ଦିନ ଉଦ୍ୟାନ ସୃଷ୍ଟି କରିକି, ଆଦମ ହବାଙ୍କୁ ସୃଷ୍ଟି କରିକି, ଏ ଦିନ ଉଦ୍ୟାନ ସୁନ୍ଦର ନଦୀ, ଫଳବନ୍ତ ବୃକ୍ଷ, ସୁନ୍ଦର ପବନ, ସୁନ୍ଦର ପାଣି ପାଗ, ପଶୁମାନେ ମଧ୍ୟ ହିଂସକ ନ ହୋଇକି ଏଟା ସୁନ୍ଦର ଥିଲା। ଯେଉଁ ବାତାବରଣ ପରମେଶ୍ୱର ଆଶା କରିଥିଲେ, ତାହା 1,000 ବର୍ଷ ଶାସନରେ ହେବ। ମାନେ ପୁରା ୱାର୍ଲଡ ପୁରା ଏଦେନ ଉଦ୍ୟାନ ପରି ଥିବ ବୋଲି ଅର୍ଥ। ପତ୍ର କୁଟୀର ପର୍ବ। ଆମେ ପରମାନେଣ୍ଟ ରହିବୁନି, 1,000 ବର୍ଷ ରହିବୁ, ତାପରେ ଘରକୁ ଫେରିବୁ। ହଁ, ଏଇଟା ଗୋଟେ ଡାୟଗ୍ରାମ ବନାଇବା ପାଇଁ ଚେଷ୍ଟା କରିବି, ଯେପରିକି ଆପଣମାନେ ବୁଝିପାରିବେ। ନିସ୍ତାର ପର୍ବ, ଯୀଶୁ ଖ୍ରୀଷ୍ଟଙ୍କ କୃଷାର୍ପଣ। ଖମିର ଶୂନ୍ୟ ରୋଟିର ପର୍ବ, ପ୍ରଭୁ ଭୋଜ। ପ୍ରଥମ ଫଳ, ପ୍ରଥମ ଶସ୍ୟର ଅର୍ପଣର ପର୍ବ, ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ। 50ତମ ପେଣ୍ଟିକୋଷ୍ଟ ପର୍ବ, ପବିତ୍ର ଆତ୍ମାଙ୍କର ଅବତରଣ, ମଣ୍ଡଳୀର ସ୍ଥାପନ। ତୁରି ଧ୍ୱନିର ପର୍ବ, ମଣ୍ଡଳୀର ଉତ୍ଥାପନ। ପ୍ରାୟଶ୍ଚିତ ଦିନ, ଜିହୁଦୀ ମାନଙ୍କର ପରିତ୍ରାଣ। ପତ୍ର କୁଟୀର ପର୍ବ, 1,000 ବର୍ଷ ଶାସନ। ଜିହୁଦୀ ମାନଙ୍କର ପ୍ରତ୍ୟେକ ଏଇ 7ଟି ପର୍ବରେ ନୂତନ ନିୟମର ଯୋଜନା ପ୍ରଭୁ ବନାଇଲା ବେଳକୁ ଏବେ ବି ପର୍ବ ପାଳୁଛନ୍ତି ଲୋକମାନେ। ଏବେ ବି ପର୍ବ ସେମାନଙ୍କ ପାଇଁ ପର୍ବ କା ସେଟା ବାଇବେଲରେ ଲେଖା ଅଛି। କିନ୍ତୁ ଆମେ କଣ ଶୁଣିଲୁ, ସେଟା ଛାୟା ଥିଲା, ଓନ୍ଲି ଶ୍ୟାଡୋ ଥା। ଛାୟାକୁ ଦେଖି ଏଟା କଣ ହେଇଥିବ ଗେସ୍ କରିପାରିବ କି? ନା ନା, ଏଟା କଣ ଏମିତି ଦେଖାଯାଉଛି। ସିଧା ଦେଖିଲା ବେଳକୁ କଣ ଗୋଟେ ହେଇଥିବ, ଅଲଗା କଣ। ଆରେ ସେ ଜିନିଷକୁ ଛାୟାକୁ ମ୍ୟାଚ କା ହୁଏନି ବେଳେ ବେଳେ।
कुछ और देखकर कुछ और समझ जाते हैं हम लोग। जिहुदी ମାନଙ୍କ ପାଇଁ ଯେହେତୁ ପବିତ୍ର ଆତ୍ମା ଦତ୍ତ ହେଲେନି, ସେମାନେ ମାନିଲେ ନାହିଁ, ପ୍ରଭୁଙ୍କୁ ମାନିଥାନ୍ତେ, ପବିତ୍ର ଆତ୍ମା ପାଇଥାନ୍ତେ। ତ ପ୍ରେରିତ ମାନେ, ସେ ପେଣ୍ଟିକୋସ୍ତ ଦିବସରୁ ବାପ୍ତିଜିତ ହେଇଥିବା ଜିହୁଦୀ ମାନେ ପ୍ରଭୁଙ୍କୁ ମାନି ନେଇଥିବାରୁ, ବିଶ୍ୱାସ କରିଥିବାରୁ, ପବିତ୍ର ଆତ୍ମା ପାଇଥିବାରୁ ସବୁ ବୁଝିନେଲେ ଏମାନେ ସବୁ।